ଚାଲନ୍ତୁ ଚାଣକ୍ୟଙ୍କ ବୁଦ୍ଧିମତାକୁ ପ୍ରମାଣ କରୁଥିବା ଆଉ ଏକ ରୋଚକ କାହାଣୀ ଶୁଣିବା। ଏହି କାହାଣୀଟି ହେଉଛି ଚୋର ଏବଂ କାଠବାଡ଼ି। ଥରେ ଜଣେ ଧନୀ ବ୍ୟକ୍ତି ଚାଣକ୍ୟଙ୍କ ପାଖକୁ ଆସି ଅଭିଯୋଗ କଲେ। ସେ କହିଲେ, ଆଚାର୍ଯ୍ୟ, ମୋ ଘରେ ଚୋରି ହୋଇଛି। କେହି ଜଣେ ମୋର ସୁନା ମୁଦ୍ରା ଥଳିଟି ଚୋରି କରି ନେଇଛି। ମୋର ସନ୍ଦେହ ଯେ ମୋର 5 ଜଣ ଚାକରଙ୍କ ମଧ୍ୟରୁ ହିଁ କେହି ଜଣେ ଏହା କରିଛି, କିନ୍ତୁ କିଏ କରିଛି ମୁଁ ଜାଣିପାରୁନାହିଁ। ଚାଣକ୍ୟ ସେହି 5 ଜଣ ଚାକରଙ୍କୁ ଡକାଇଲେ। ସେ ସମସ୍ତଙ୍କ ଚେହେରାକୁ ନିରେଖି ଦେଖିଲେ, କିନ୍ତୁ ସମସ୍ତେ ନିର୍ଦ୍ଦୋଷ ବୋଲି କହୁଥିଲେ। ଚାଣକ୍ୟ ଜାଣିଥିଲେ ଯେ ଚୋର ମିଛ କହୁଛି ଏବଂ ତାକୁ ଧରିବା ପାଇଁ ଏକ ଯୋଜନା କଲେ। ସେ ସମସ୍ତଙ୍କୁ ଗୋଟିଏ ଗୋଟିଏ କାଠ ବାଡ଼ି ଦେଲେ। ସବୁ ବାଡ଼ିର ଲମ୍ବ ସମାନ ଥିଲା। ଚାଣକ୍ୟ କହିଲେ, ଏଗୁଡ଼ିକ ସାଧାରଣ ବାଡ଼ି ନୁହେଁ, ଏହା ହେଉଛି ଯାଦୁକରୀ ବାଡ଼ି। ଆଜି ରାତିରେ ତୁମେମାନେ ଏହାକୁ ନିଜ ପାଖରେ ରଖତେ। ଯିଏ ଚୋର ହୋଇଥିବ ତାର ବାଡ଼ିଟି କାଲି ସକାଳ ସୁଦ୍ଧା 2 ଇଞ୍ଚ ବଢ଼ିଯିବ। ସମସ୍ତ ଚାକର ନିଜ ନିଜ ବାଡ଼ି ଧରି ଘରକୁ ଗଲେ। ସକାଳୁ ଚାଣକ୍ୟ ସମସ୍ତଙ୍କୁ ପୁଣି ଡକାଇଲେ ଏବଂ ସମସ୍ତଙ୍କ ବାଡ଼ି ଯାଞ୍ଚ କଲେ। ସେ ଦେଖିଲେ ଯେ 4 ଜଣଙ୍କ ବାଡ଼ି ସମାନ ଥିବା ବେଳେ ଜଣେ ଚାକରର ବାଡ଼ି 2 ଇଞ୍ଚ ଛୋଟ ଥିଲା। ଚାଣକ୍ୟ ତୁରନ୍ତ ତାକୁ ଧରିଲେ ଏବଂ କହିଲେ, ଏହି ବ୍ୟକ୍ତି ହିଁ ଚୋର। ରହସ୍ୟ କ'ଣ ଥିଲା? ପ୍ରକୃତରେ ସେହି ବାଡ଼ିଗୁଡ଼ିକ ସାଧାରଣ ଥିଲା, କିନ୍ତୁ ଚୋର ଜଣକ ଭୟ କରିଗଲା ଯେ ସକାଳୁ ତା ବାଡ଼ି 2 ଇଞ୍ଚ ବଢ଼ିଯିବ। ତେଣୁ ସେ ଚତୁରତା ଦେଖାଇ ରାତିରେ ନିଜ ବାଡ଼ିକୁ ଆଗୁଆ 2 ଇଞ୍ଚ କାଟି ଦେଇଥିଲା, ଯେମିତିକି ବଢ଼ିଲା ପରେ ତାହା ଅନ୍ୟମାନଙ୍କ ସହ ସମାନ ହେବ। କିନ୍ତୁ ବାଡ଼ିଟି ବଢ଼ିଲା ନାହିଁ, ଯାହାଫଳରେ ସେ ଧରା ପଡ଼ିଗଲା। ଆମେ ଏଥିରୁ କ'ଣ ଶିଖିଲେ? ଆପଣ ଯେତେ ଚତୁର ହେଲେ ମଧ୍ୟ ଭୁଲ କାମ କଲେ ମନରେ ଥିବା ଭୟ ହିଁ ଆପଣଙ୍କୁ ଧରାଇ ଦିଏ। ବେଳେବେଳେ ଶକ୍ତି ଅପେକ୍ଷା ମନସ୍ତତ୍ତ୍ୱ ବ୍ୟବହାର କରି କଠିନ ସମସ୍ୟାର ସମାଧାନ କରାଯାଇପାରେ। ଆଶା କରେ ଏହି କାହାଣୀଟି ନିଶ୍ଚୟ ଆପଣଙ୍କୁ ଭଲ ଲାଗିଥିବ। ଏମିତି ଅନେକ ପ୍ରକାରର ଶିକ୍ଷଣୀୟ ପୁରାତନ ଗପ, କଥା ଓ ଜ୍ଞାନବର୍ଦ୍ଧକ ମନ୍ତ୍ର, ଶ୍ଲୋକ ଆଦି ଶୁଣିବା ପାଇଁ ଆମ ଚ୍ୟାନେଲ ବେଦାନ୍ତ ଓଡ଼ିଆକୁ ନିହାତି ସବସ୍କ୍ରାଇବ୍ କରନ୍ତୁ, ଯାହାଫଳରେ ସମସ୍ତ ଭିଡ଼ିଓ ଅତି ସହଜରେ ସର୍ବପ୍ରଥମେ ଆପଣଙ୍କ ପାଖରେ ପହଞ୍ଚିବ। ନମସ୍କାର।